ସନ୍ଧ୍ୟା ପ୍ରାୟ 6:30 ହବ। ଆଜି ଇଚ୍ଛା ହେଲା ଟିକେ ବଜାର ଯାଇ ଗୁପଚୁପ୍ ଖାଇବା ପାଇଁ। ଆଗରୁ ପତିଦେବଙ୍କୁ କହିଦେଇଥିଲି ସନ୍ଧ୍ୟା ପୂର୍ବରୁ ଟିକେ ପ୍ଲିଜ ଘରକୁ ଆସିଯିବ। ଜରୁରୀ କାମ ଥିଲେ ତ ନିଶ୍ଚିନ୍ତ ଆସିଥାନ୍ତେ, ଜାଣିଛନ୍ତି ଫାଲତୁ କାମ ପାଇଁ ଡାକିଛି ମାନେ ଆସିବା ନ ଆସିବା ଠିକ ନାହିଁ। ରେଡି ହେଇକି ବସି ଆଦି ବାବାଙ୍କୁ ପାଠ ପଢେଇଲି, ସିଏ ଖାଲି ଆସିଲେ ଲୁଗା ଚେଞ୍ଜ କରି ବାହାରି ଯିବି। ତ ଏଇ ଦେଖନ୍ତୁ ଆଦି ବାବାଙ୍କର ମାଡ ଖାଇବା ଜିନିଷ। ପାଠ ଭୁଲ ହେଲେ କି ଦୁଷ୍ଟାମି ହେଲେ ଏଇଟା ବାହାରେ। ଏବେ କିନ୍ତୁ ସିଏ ପାଠ ପଢାରେ ମନ ଦେଇଛନ୍ତି, ସେଥିପାଇଁ ତାଙ୍କୁ ଡିଷ୍ଟର୍ବ ନ କରି ବାଡି ଥୋଇଦେଲି। ତାପରେ ଭାବିଲି ପତିଦେବଙ୍କୁ ଟିକେ କଲ୍ କରିଦିଏ, କୋଉ ଯାଇ ଆସି ହେଲେଣି। ତ ପତିଦେବଙ୍କୁ ଜଣା ଅଛି ମତେ ବଜାର ନେଇନାହାନ୍ତି ମାନେ ଘରକୁ ଗଲେ ତାଙ୍କ ଉପରେ ପୁରା ଫାୟାର ହବ। ସେଥିପାଇଁ ଘରକୁ ଆସିଲା ବେଳେ ଆଗତୁରା ନେଇକି ଆସିଛନ୍ତି ମୋ ମନ ପସନ୍ଦର ଜିନିଷ 2 ପ୍ଲେଟ ଏକାଥରେ ଚାଉମିନ ଦେଖିକି ମୋ ରାଗ ଏକାଥରେ ଛୁମନ୍ତର ହେଇଗଲା। ଫଟାଫଟ ପ୍ଲେଟ ଆଉ ଚାମୁଚି ଆଣି ଚାଉମିନକୁ କାଢିଦେଲି। ସମସ୍ତଙ୍କ ପାଇଁ ଭାଗ କରିସାରିଲା ପରେ ଆଗ ଆଦି ବାବାଙ୍କୁ କହିଲି ଯାଅ ନେଇକି ଜେଜେ ଆଉ ମାଙ୍କୁ ଦେଇ ଆସ, ତାପରେ ଆମେ ମିଶିକି ଖାଇବା। ପତିଦେବ ଭିଡିଓ କରିବାରେ ବ୍ୟସ୍ତ ଥିଲେ ବୋଲି ପ୍ରଥମ ଭାଗଟା ନେଇ ତାଙ୍କୁ ଖୁଆଇଥିଲି। ତାପରେ ସେ ଯୋଉ କଥା କହିଲେ ନା ଶୁଣିକି ପୁରା ମନ ଖୁସି ହେଇଗଲା। କହିଲେ ଜାଣିଛନ୍ତି, ଜାଣିନାହାନ୍ତି ନା ତ ମୁଁ କହିଦଉଛି। କହିଲେ ମୋ ଭାଗଟା ତମେ ଖାଇଦିଅ, ମୁଁ ବାହାରେ ଖାଇକି ଆସିଛି। ସେଥିପାଇଁ ଆଜି ମୋ ପସନ୍ଦର ଜିନିଷ 2 ଜଣଙ୍କ ଭାଗକୁ ପୁଣି ମୁଁ ଏକା ଖାଇବି।